ନମସ୍କାର, ଜୟ ଜଗନ୍ନାଥ, ନମ ଶିବାୟ। ଶ୍ମଶାନ ଅଧିପତିଙ୍କର ଆଶୀର୍ବାଦ। ମୁଁ ବନବିହାରୀ ଦାସ ଜଗତସିଂହପୁରର ସାପ ଘରାଳି ହିସାବରେ, ସାପ ନନା ହିସାବରେ ପରିଚିତ। ଆଜିକାର କହିବାର ମୋର ଗୋଟିଏ ଛୋଟ ପ୍ରୟାସ। ଏବେ ଅଦିନରେ ବର୍ଷା ହେବା ଆରମ୍ଭ ହୋଇଗଲାଣି, ଯାହାକି ଫଳରେ ବେଙ୍ଗମାନେ ଘରେ ପଶିବେ। ଆଉ ବେଙ୍ଗମାନେ ଘରେ ପଶିବା ମାତ୍ରେ ଏବେ ସାପମାନେ ବି ବେଙ୍ଗମାନଙ୍କ ପଛରେ ଗୋଡ଼େଇକି ଘରମାନଙ୍କରେ ପଶିବେ। ବେଶୀ କରି ନାଗ, ତମ୍ପ, ରଣା, କମନ କ୍ରିଏଟ୍, ଚିତିବୁଡ଼ା ଏସବୁ ସାପ ଘରମାନଙ୍କରେ ପଶିବେ। ତେଣୁକରି ସମସ୍ତଙ୍କୁ ମୋର ଅନୁରୋଧ, ନିଜର ଘରର ବାଡ଼ି ଚାରିପାର୍ଶ୍ୱ ସଫା ରଖିବା ସହିତ ଘର ପାଖ ଜଙ୍ଗଲମାନଙ୍କୁ ସଫା କରିବା ସହିତ ସାପମାନେ ଘରକୁ ନ ପଶିବା ପାଇଁ ହେଲେ କିଛି ଡିଜେଲ ସହିତ କିଛି ବ୍ଲାକ୍ ଫିନେଲ୍, କିଛି ଗନ୍ଧ କର୍ପୂର, ଆକୁ ସବୁ ଏକାଠି କରି ଭଲ ଭାବରେ ମିକ୍ସ କରିକି ବାଡ଼ିର ଚାରିଆଡ଼େ ଛିଞ୍ଚା ଛିଞ୍ଚି କରିବା ସହିତ ତାକୁ ଘରର ମୁଖ୍ୟ ଦୁଆର ମୁହଁ, ବାଡ଼ି ଦୁଆର ମୁହଁ, ଝରକା ଏଇମାନଙ୍କ ଜାଗାରେ ସବୁ ଟିକେ ସ୍ପ୍ରେ କରିଦେବେ, ଯାହାକି ଫଳରେ ତା ଗନ୍ଧ ଦ୍ୱାରା ସାପମାନେ ଘରକୁ ପଶିବେନି। ଆପଣମାନଙ୍କର ଜୀବନ ସୁରକ୍ଷିତ। ପ୍ଲସ୍ ବେଶୀ କରି ଏବେ ଲାଟ୍ରିନ୍ ଘରମାନଙ୍କର ପ୍ୟାନ୍ ସାଇଡ଼୍ରେ ସାପମାନେ ରହିଯାଉଛନ୍ତି। ବହୁ ସାପ ବି ଗାଡ଼ିର ଡିକି, ସ୍କୁଟି ଗାଡ଼ିର ଆଗ ସୋକେସ୍ ଡିକି ଭିତରେ ରହିଯାଉଛନ୍ତି। ବାଇକ୍ ମାନଙ୍କରେ ବି ବାଇକ୍ ସିଟ୍ ତଳେ ସାପମାନେ ରହିଯାଉଛନ୍ତି। ଏଣୁକରି ସମସ୍ତଙ୍କୁ ଅନୁରୋଧ, ଯେତେବେଳେ ଗାଡ଼ିଟିକୁ ବି ପ୍ରଥମେ ବାହାର କରିବେ, ଗାଡ଼ିଟି କିଛି ସମୟ ଝାଡ଼ି ତାକୁ ଷ୍ଟାର୍ଟ କରି କିଛି ସମୟ ରଖିବା ଦ୍ୱାରା ତା ଭିତରେ ପଶିଥିବା ସବୁ ଜନ୍ତୁ ବାହାରିଯିବେ ବା ତୁମେ ଗାଡ଼ିରେ ନେଇ ସୁରକ୍ଷିତ ଯାଇପାରିବ। ଏ ଆମର କହିବାର କାରଣ, କାହିଁକି ନା ବହୁ ସ୍କୁଟି ଡିକି ଭିତରେ, ବହୁ ସ୍କୁଟିର ଆଗ ସାଇଡ଼୍ରେ ଯେଉଁ ପ୍ରକାର ତା'ର ଶୋ କରିଛି, ତା ଦେହରେ ସାପମାନେ ରହିଯାଉଛନ୍ତି। ଗାଡ଼ିର ସିଟ୍ ମାନଙ୍କରେ ସାପମାନେ ରହୁଛନ୍ତି। ଏଣୁକରି ବର୍ଷା ଦିନେ ଯେହେତୁ ବାହାରେ ଗାଡ଼ି ମଟର ରଖୁଛ, ସମସ୍ତେ ଟିକେ ଗାଡ଼ି ଚଲେଇବା ପୂର୍ବରୁ ନିଜର ଗାଡ଼ି ଉପରେ ଧ୍ୟାନ ଦେଇ ଗାଡ଼ିଟିକୁ ଭଲ ଭାବରେ ଯତ୍ନ କରି ଗାଡ଼ିଟି ରଖନ୍ତୁ। ଆଉ ଗାଡ଼ିଟିକୁ ମଧ୍ୟ ଏହି ପ୍ରକାର ଡିଜେଲ, ଫିନାଇଲ୍ ଆଉ କର୍ପୂର, ତା'ର ଯେଉଁ ଜାଗା ମାନଙ୍କରେ ଖାଲି କର୍ପୂର, କପଡ଼ା ଫପଡ଼ା, ଗନ୍ଧ ଏଗୁଡ଼ାକ କପଡ଼ାରେ ଓଦା କରି ତାକୁ ଗାଡ଼ିର ସିଟ୍ ତଳେ ରଖନ୍ତୁ, ଯାହାକି ତା ଗ୍ୟାସରେ ଗାଡ଼ି ଭିତରେ ମୂଷା ସାପ କେହି ପଶିବେନି, ଆପଣଙ୍କ ଜୀବନ ସୁରକ୍ଷିତ ରହିବ। ଆଉ ଏବେ ସମସ୍ତଙ୍କୁ ନିବେଦନ, ଘର ଝାଡ଼ି ଭଲ ଶୋଇବା ପୂର୍ବରୁ ନିଜର ସେଜ, ସମସ୍ତଙ୍କ ଘରେ ତ ଡବଲ ବେଡ଼୍ ଖଟ, ଗଦି ଫଦି ପକାଇ ଦେଇଛନ୍ତି, ତକିଆ ପକାଇ ଦେଇଛନ୍ତି, ଏସି ଲଗାଇ ଦେଇଛନ୍ତି। ତେଣୁକରି ଏବେ ବି ଏସି ମାଧ୍ୟମରେ, ଏସି ପାଇପ୍ ମାଧ୍ୟମରେ ବହୁତ କମନ କ୍ରିଏଟ୍, କୋବ୍ରା ଯେଉଁ ପଏଜନ୍, ବହୁ ତା'ର ବିଷାକ୍ତ ଜନ୍ତୁଟି, ଛୋଟ ସାପ ବହୁ ବିଷ, ସେ କାମୁଡ଼ିବା ଦ୍ୱାରା ମଣିଷ 1 ଘଣ୍ଟା ଭିତରେ ମରିଯାଏ। ଆଉ ତେଣୁକରି ସମସ୍ତଙ୍କୁ ଏବେ ନିବେଦନ, ବର୍ଷା ଦିନ ଘରେ ସେଜ ହେରିକା ପକାଇବା ପୂର୍ବରୁ ଭଲ ଭାବରେ ଘର ଝଡ଼ାଝଡ଼ି କରିକି, ଯେଉଁମାନେ ତଳେ ଶୋଉଛ ଘର ଝଡ଼ାଝଡ଼ି କର। ଆଉ ପ୍ଲସ୍ ଏଇ ଜିନିଷ ୟୁଜ୍ କରିବା ଦ୍ୱାରା ଡିଜେଲ, ବ୍ଲାକ୍ ଫିନାଇଲ୍, ଗନ୍ଧ କର୍ପୂର, 3ଟି ପଦାର୍ଥକୁ ଏକତ୍ର କରି ଘର ଚାରିକଡ଼ ଛିଞ୍ଚି ଦିଅନ୍ତୁ। ନଚେତ୍ କାର୍ବୋଲିକ୍ ଏସିଡ଼୍ ତାକୁ ଆଣି ରଖନ୍ତୁ। ଏହା ଦ୍ୱାରା ସାପମାନେ ଘରେ ପଶିବେନି। ଆଉ ସବୁବେଳ ପାଇଁ ଧ୍ୟାନ ଦେଉଥିବେ, ଏବେ ଘରମାନଙ୍କରେ ବେଙ୍ଗ ପଶିବା ମାତ୍ରେ ସାପ ବେଙ୍ଗ ପଛେ ପଛେ ଆସି ପହଞ୍ଚିଯିବେ। ବେଙ୍ଗ, ତୁମେ ଶୋଇବା ସମୟରେ ଘର ଭିତରେ ବେଙ୍ଗ କେଟରେ ହେବା ଭିତରେ ବି ସାପ ଘରେ ଆସି ପଶିବେ। ଏଣୁକରି ସମସ୍ତଙ୍କୁ ଧ୍ୟାନ ଦେବା ସହ ବେଙ୍ଗମାନଙ୍କୁ ହଟେଇବା ସହ ଏଇସବୁ କାମ କଲେ ଆପଣମାନେ ବର୍ଷା ଦିନେ ସାପ ଠାରୁ ସୁରକ୍ଷିତ ରହିପାରିବେ। ଆଉ ଯଦି କୌଣସି ଜାଗାରେ ସାପ ବି ପଶିଯାଏ, ଭୟ ନ କରିକି 8144209743 ନମ୍ବରରେ କଣ୍ଟାକ୍ଟ କଲେ ମୁଁ ବା ମୋର ସମସ୍ତ
ଟିମ୍ର ମେମ୍ବରମାନେ ଯାଇ ଆପଣମାନଙ୍କ ପାଖରେ ପହଞ୍ଚି ସାପଟିକୁ ଜୀବନ୍ତ ଉଦ୍ଧାର କରିବା ସହିତ ଆପଣଙ୍କ ଜୀବନକୁ ବି ସୁରକ୍ଷା ଦେଇପାରିବେ। ତେଣୁକରି ସମସ୍ତଙ୍କୁ ବିନୀତ ଅନୁରୋଧ, କେହି ସାପ ମାରନ୍ତୁ ନାହିଁ। ଆଉ ସମସ୍ତେ ଏବେ ପ୍ରାକୃତିକ ଜିନିଷ କହିବାକୁ ଗଲେ କିଛି ଗଛ ଲଗାନ୍ତୁ, ଯାହାକି ଦ୍ୱାରା ଗଛ ବୃକ୍ଷ ଉନ୍ନତି ହେଲେ ଏଇ ଯେଉଁ ପରିବେଶ ଏବେ ଆଗକୁ ବହୁ ବିପଦ ନେଇ ଆସୁଛି। ପରିବେଶ ପାଇଁ ବହୁ ବିପଦ। ଏଣୁକରି ବହୁତ ଆମେ ଏବେ ଚାକୁଣ୍ଡା ଗଛ, ତାଳ ଗଛ, ଦେବଦାରୁ ଗଛ, ଏଇ ଗଛ ସବୁ ଲଗାଇବା ଦ୍ୱାରା ଗଛ ଜାଗା ଗୁଡ଼ାକ ଛାଇ ହେବ। ଛାଇ ହେଲେ ବଣବୁଦା ମାନଙ୍କରେ ସାପ ରହିବେ, ଘରେ ପଶିବେନି। ଯେହେତୁ ଖରାଦିନ, ଖରାର ତାପମାତ୍ରା ସାପ ସହି ନ ପାରିକି ଆପଣମାନଙ୍କର ଚାଲୁଥିବା ଏସିର ପାଣି ଯେଉଁଠି ଥଣ୍ଡା ପାଣି ପଡ଼ୁଛି ସେ ଜାଗାରେ ସେ ଶୋଇବେ, ବା ସେ ଜାଣିପାରନ୍ତି ଏ ଘରେ ଥଣ୍ଡା ଅଛି, ସେ ଘରକୁ ସେ ପ୍ରବେଶ କରିବେ। ତେଣୁକରି ସମସ୍ତେ ଶୋଇବା ପୂର୍ବରୁ ନିଜର ବେଡ଼କୁ ଭଲ ଭାବରେ ଯାଞ୍ଚ କରି ଶୁଅନ୍ତୁ। ଗାଡ଼ି ଚଲାଇଲା ବେଳେ ବି ଗାଡ଼ିଟିକୁ କିଛି ସମୟ ଷ୍ଟାର୍ଟ କରିକି ତାକୁ ନିଅନ୍ତୁ। ଯେଉଁମାନେ ବାହାରେ ଗାଡ଼ି ରଖୁଛ, ଆଉ ଜୋତା ପିନ୍ଧିବା ପୂର୍ବରୁ ଜୋତାକୁ ଝାଡ଼ିକି ପିନ୍ଧନ୍ତୁ, ଯାହାକି ଦ୍ୱାରା ଜୋତା ଭିତରେ ବି ବହୁତ ଛୋଟ ଛୋଟ ସାପ ପଶିକି ରହିଯିବେ। ତୁମେ ଜାଣିପାରିବନି, ଜୋତା ପିନ୍ଧିଦେଲେ ତା ଭିତରେ ହୁଏତ ସାପ ଥାଇପାରେ, କଙ୍କଡ଼ା ବିଛା ଥାଇପାରେ। ତେଣୁକରି ନିଜେ ଝାଡ଼ିଦେଲେ ସୁରକ୍ଷିତ ରହିବେ ଓ ଜନ୍ତୁମାନଙ୍କ ଠାରୁ ଆରାମଦାୟକ ପାଇବେ। ଜୟ ଜଗନ୍ନାଥ। ମୁଁ ଏତିକି କହି ଆପଣଙ୍କର ମୂଲ୍ୟବାନ ସମୟ ନଷ୍ଟ କରିବାକୁ ଚାହୁଁନି। ତେଣୁକରି ଯଦି ମୋ ଉପରେ ଭରସା ବିଶ୍ୱାସ ଥାଏ, ତାହେଲେ ଏହି ପ୍ରକାର କାମ କରିବା ଦ୍ୱାରା ସାପମାନେ ଦୂରେଇ ରହିବେ, ବା ସାପଠାରୁ ଆପଣ ପରିବେଶ ଚକଡ଼ା ଭିତରୁ ସାପମାନେ ବହୁତ ଦୂରରେ ରହିବେ। ଏଣୁକରି ସମସ୍ତଙ୍କୁ ନିବେଦନ, ଏହି କାମ ଗୁଡ଼ାକ କରନ୍ତୁ। ବାଡ଼ିଘର ସଫା ରଖିବା ସହିତ ଏଇସବୁ କାର୍ବୋଲିକ୍ ଏସିଡ଼ ହଉ ବା ଆପଣଙ୍କର ଡିଜେଲ, ଗନ୍ଧ କର୍ପୂର, ଆଉ ତା ଦେହରେ ଏସବୁ ଫିନାଇଲ୍ ଏସବୁ ମିଶାଇକି ବାଡ଼ି ଭିତରେ ସ୍ପ୍ରେ କରନ୍ତୁ। ସ୍ପ୍ରେ କରିବା ଦ୍ୱାରା ସେ ତା ଗନ୍ଧରେ ସାପମାନେ ଚକଡ଼ା ଭିତରକୁ ପଶିବେନି, ବା ବାହାରେ ଯେଉଁ ବିଷାକ୍ତ ସାପ ହଉ ବା ବେଙ୍ଗ ହଉ ବା ମୂଷା ହଉ, ଚୁଚୁନ୍ଦ୍ରା ହଉ, ତାଙ୍କ ଗନ୍ଧରେ ସେମାନେ ଆଉ ସେ ଜାଗା ଛାଡ଼ି ପଳାଇଯିବେ। ଜୟ ଜଗନ୍ନାଥ। ଏତିକି କହୁଛି, ତୁମେମାନଙ୍କର ସମୟ ନଷ୍ଟ କରିବାକୁ ମୁଁ ଚାହୁଁନି। ସମସ୍ତେ ସୁରକ୍ଷିତ ରୁହ, ନିଜ ଜୀବନ ନିଜ ହାତରେ। ଜୟ ଜଗନ୍ନାଥ।